ଆପଣଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ ଚ୍ୟାନେଲ ଫାଷ୍ଟ ଏକ୍ସାମ ବୁଷ୍ଟରରେ। ମୁଁ ଆଜି ଆସିଛି ଆଉ ଗୋଟେ ନୂଆ ଭିଡ଼ିଓ ନେଇକି, ଯୋଉଟା ଟପିକ୍ ଚାପ୍ଟରର ନାଁ ହେଉଛି ସାଇଟୋଲୋଜି। ଆଉ ସାଇଟୋଲୋଜିରେ ସେଲ୍ ପଢ଼ା ହେଉଥିଲା, ସେଲ୍ ଷ୍ଟ୍ରକ୍ଚର ଥିଲା। ସେଲ୍ ଷ୍ଟ୍ରକ୍ଚରରେ ଆପଣଙ୍କର ପ୍ଲାଜମା ମେମ୍ବ୍ରେନ୍ ସରିଛି, ମାଇଟୋକଣ୍ଡ୍ରିଆ ମାନେ ସେଲ୍ ଅର୍ଗାନେଲ୍ସ ଚାଲିଛି। ହେଲେ ସେଲ୍ ଅର୍ଗାନେଲ୍ସରେ ଆପଣଙ୍କର ଏବେ ମାଇଟୋକଣ୍ଡ୍ରିଆ, ଏବେ ଆପଣ ଏଇଠି ଦେଖିପାରୁଛନ୍ତି ମାଇଟୋକଣ୍ଡ୍ରିଆର ଛବି। ମାଇଟୋକଣ୍ଡ୍ରିଆ ସାଧାରଣତଃ ଡବଲ ମେମ୍ବ୍ରେନ୍ ଅର୍ଗାନେଲ୍ସ। ଏଥିରେ ଦୁଇଟା ମେମ୍ବ୍ରେନ୍ ଅଛି, ଗୋଟେ ହେଉଛି ଆଉଟର ମେମ୍ବ୍ରେନ୍, ଆଉ ଗୋଟେ ଇନର ମେମ୍ବ୍ରେନ୍। এই দুই ମେମ୍ବ୍ରେନ୍ ମଧ୍ୟରେ ଯୋଉ ଫାଙ୍କା ସ୍ଥାନ ଅଛି ତାକୁ କୁହାଯାଏ ଇଣ୍ଟର ମେମ୍ବ୍ରେନ୍ ସ୍ପେସ୍ କୁହାଯାଏ। ଏଇ ଯୋଉ ଦୁଇ ଫାଙ୍କା ସ୍ଥାନ ଦେଖୁଛନ୍ତି, ଯୋଉ ଇନର ମେମ୍ବ୍ରେନ୍‌ଟା ଯୋଉ ଭିତରେ ଫୋଲ୍ଡ ହେଇଛି, ସେଇ ଫୋଲ୍ଡକୁ କୁହାଯାଏ କ୍ରିଷ୍ଟେ। କ'ଣ କୁହାଯାଏ? ଯୋଉ ଫୋଲ୍ଡଟା ଭିତରକୁ ଯାଇଛି ତାକୁ କ'ଣ କୁହାଯାଏ? କ୍ରିଷ୍ଟେ କୁହାଯାଏ। ଏଇ ଫୋଲ୍ଡ ଭିତରେ ଯୋଉ ଡବଲ ମେମ୍ବ୍ରେନ୍ ଭିତରେ ଯୋଉ ଫାଙ୍କା ସ୍ଥାନ ତାକୁ ମ୍ୟାଟ୍ରିକ୍ସ କୁହାଯାଏ। ଏଇ ଯୋଉ ମାଇଟୋକଣ୍ଡ୍ରିଆ ଅଛି, ଆ ଭିତରେ ଗୋଟେ ପ୍ରକାର ଡିଏନ୍ଏ ଥାଏ। ଆଉ ଗୋଟେ ପ୍ରକାର 70S ରାଇବୋଜୋମ୍ ଥାଏ। 70S ରାଇବୋଜୋମ୍ ଆଉ ଗୋଟେ ଡିଏନ୍ଏ ଥିବାରୁ, ଡିଏନ୍ଏର ଗୋଟେ ପ୍ରକାର ଜେନେଟିକ୍ ମେଟେରିଆଲ ଡିଏନ୍ଏ ଥିବାରୁ ଆକୁ ସେମି ଅଟୋନୋମସ୍ ଅର୍ଗାନେଲ୍ସ ମଧ୍ୟ କୁହାଯାଏ। ମାନେ କ'ଣ ନା, ବେଳେବେଳେ ସେ ନିଜେ ନିଜକୁ ଅର୍ଡର ଦେଇପାରେ, ନିଜେ ନିଜକୁ କଣ୍ଟ୍ରୋଲ କରିପାରେ। ଯେମିତି ବାକି ଅର୍ଗାନେଲ୍ସ ନିଜେ ନିଜ କାର୍ଯ୍ୟ କରିବା ପାଇଁ, ନିଜ କାମ କରିବା ପାଇଁ ସବୁବେଳେ ନ୍ୟୁକ୍ଲିୟସର ହିଁ ଅର୍ଡର ମାନିଥାଏ। ନ୍ୟୁକ୍ଲିୟସ ତାକୁ ମେଣ୍ଟେନ କରିଥାଏ, କିନ୍ତୁ ୟାକୁ ପାର୍ସିଆଲି ନ୍ୟୁକ୍ଲିୟସ ମେଣ୍ଟେନ କରେ, ଆଉ କିଛି ପାର୍ସିଆଲି ସେ ନିଜେ ନିଜକୁ ମେଣ୍ଟେନ କରେ। ଆଚ୍ଛା, ଯଦି ପ୍ରଶ୍ନ ହୁଏ ଯେ ମାଇଟୋକଣ୍ଡ୍ରିଆ ଭଳିଆ ଆଉ କୌଣସି ଅର୍ଗାନେଲ୍ସ ଅଛି କି ଯିଏ କି ସେମି ଅଟୋନୋମସ୍ ଅର୍ଗାନେଲ୍ସ? ଆଜ୍ଞା ହଁ, ଅଛି। ସେଇଟା ହେଉଛି କ୍ଲୋରୋପ୍ଲାଷ୍ଟ। ଦେଖାଯାଏ କୋଉଠି? ପ୍ଲାଣ୍ଟ ସେଲରେ। ତାର ମଧ୍ୟ ରାଇବୋଜୋମ ଅଛି, ଡିଏନ୍ଏ ଅଛି। ଠିକ୍ ଅଛି, ଏତିକି ତ ବୁଝିଲେ। ନେକ୍ସଟ ଦେଖନ୍ତୁ ଏଥିରେ ଆଉ କ'ଣ ଅଛି। ଏଇଠି ଆଉ ଗୋଟେ ସେଣ୍ଟେନ୍ସ ଲେଖା ହେଇଛି, ସେଲୁଲାର ରେସ୍ପିରେସନ କନଭର୍ଟ ଫୁଡ ଏନର୍ଜି ଇନଟୁ ଏଟିପି ୟୁଜିଂ ମାଇଟୋକଣ୍ଡ୍ରିଆଲ ମେମ୍ବ୍ରେନ୍ ଆଣ୍ଡ ଏନଜାଇମ୍। ଯେତେବେଳେ ରେସ୍ପିରେସନ ହୁଏ, ଯେତେବେଳେ ଫୁଡଟା ଏନର୍ଜିରେ କନଭର୍ଟ ହୁଏ, ସେତେବେଳେ ସେଇଟା କ'ଣ କରେ? ଏଟିପି କି ୟୁଜ୍ କରେ। ଆଉ ଯେତେବେଳେ ଏଇ ରେସ୍ପିରେସନରେ ଯୋଉ ଏଟିପି ଉତ୍ପନ୍ନ ହୁଏ, ତାକୁ ମଧ୍ୟ ଯୋଉଠି ଷ୍ଟୋର କରାଯାଏ, ସେଇଟା ହେଉଛି ସେହି ମାଇଟୋକଣ୍ଡ୍ରିଆ। ନେକ୍ସଟ ଦେଖନ୍ତୁ, ହ୍ୱାଟ ଇଜ୍ ମାଇଟୋକଣ୍ଡ୍ରିଆ? ମାଇଟୋକଣ୍ଡ୍ରିଆ ସିଧା ଭାଷାରେ ଯାହା ସେଇଠି ଛବିରେ ଥିଲା ସେଇଆ ହିଁ ମୁଁ କହିବି। ଡବଲ ମେମ୍ବ୍ରେନ୍। ଡବଲ ମେମ୍ବ୍ରେନ୍ ବୋଲେ ଦୁଇଟା ମେମ୍ବ୍ରେନ୍ ଅଛି, ଗୋଟେ ଇନର ମେମ୍ବ୍ରେନ୍, ଗୋଟେ ଆଉଟର ମେମ୍ବ୍ରେନ୍। ସେମି ଅଟୋନୋମସ୍ ଅର୍ଗାନେଲ୍ସ, କାହିଁକି ନା ୟାର ନିଜସ୍ୱ ଡିଏନ୍ଏ ଅଛି, ସେ ନିଜେ ନିଜକୁ କିଛିଟା ଇନଫର୍ମେସନ କିଛି ମେଣ୍ଟେନ କରିପାରେ। ପ୍ରେଜେଣ୍ଟ ଇନ୍ ମୋଷ୍ଟ ୟୁକାରିଓଟିକ୍ ସେଲ୍ସ। ସାଧାରଣତଃ ଏଗୁଡାକ କୋଉଠି ଥାଏ? ୟୁକାରିଓଟିକ୍ ସେଲ୍ସରେ ଥାଏ। ଏଥିରେ ଯୋଉ ଡିଏନ୍ଏଟା ଥାଏ ଏମ୍ପଟି ଡିଏନ୍ଏ କୁହାଯାଏ, ଆଉ ଯୋଉ ରାଇବୋଜୋମଟା ଥାଏ ତାକୁ 70S ରାଇବୋଜୋମ କୁହାଯାଏ। They generate ATP mainly by aerobic respiration and oxidative phosphorylation। ଯୋଉ ଏରୋବିକ୍ ରେସ୍ପିରେସନ ଆଉ ଅକ୍ସିଡେଟିଭ ଫସ୍ଫୋରାଇଲେସନରେ କ'ଣ ହୁଏ? ସେମାନେ ଏଟିପି ଜେନେରେଟ କରନ୍ତି। They also regulate apoptosis। ଆପୋପ୍ଟୋସିସ୍ ମାନେ ହେଉଛି, ଦେଖନ୍ତୁ, ଯେତେବେଳେ କିଛି କିଛି ସେଲ୍ ଅର୍ଗାନେଲ୍ସ ବା ସେଲ୍‌ର କିଛି ଜିନିଷ ନଷ୍ଟ କରିବାର ଥାଏ, ଯୋଉଟାକି ଡ୍ୟାମେଜ୍ ହେଇଯାଇଛି ଆଉ ଫଙ୍କସନାଲ ନୁହଁ, ନଷ୍ଟ କରିବାର ଅଛି। ସେଇ ସମୟରେ କିଏ ସାହାଯ୍ୟ କରେ? ନା ଆପୋପ୍ଟୋସିସ୍ ସାହାଯ୍ୟ କରେ। ସେମିତି ପ୍ରାୟ ସେମ୍ କାମ କିଏ କରେ? ଲାଇସୋଜୋମ୍ ମଧ୍ୟ ଅଛି। ସେ ଲାଇସୋଜୋମ୍ ମଧ୍ୟ କ'ଣ କରେ? ସେଲ୍‌ର କିଛି ଜିନିଷ ନଷ୍ଟ ହେଇଗଲେ ବା ସେଲ୍‌କୁ ନଷ୍ଟ କରେ। ସେଥିରେ ଗୋଟେ ପ୍ରକାର ହାଇଡ୍ରୋଲିକ୍ ଏସିଡ୍ ଥାଏ, ସେ ନଷ୍ଟ କରେ। ତ ଏଇ ଦୁଇଟା ପ୍ରାୟ ସେମ୍ ପ୍ରକାର କାମ କରେ, ବଟ୍ ଆଙ୍କର ଫଙ୍କସନ୍ ୱେ ଡିଫରେଣ୍ଟ ଥାଏ। କିଛି କଣ୍ଡିସନରେ ମାଇଟୋକଣ୍ଡ୍ରିଆ ନଷ୍ଟ କରେ, କିଛି କଣ୍ଡିସନରେ ଲାଇସୋଜୋମ୍ ନଷ୍ଟ କରେ। କ୍ୟାଲସିୟମ ବାଲାନ୍ସ କରେ। ଇଏ କି କାମ କରେ? କୋଷ ଭିତରେ ଯୋଉ କ୍ୟାଲସିୟମକୁ କ'ଣ କରେ? ବାଲାନ୍ସ କରେ। କ୍ୟାଲସିୟମ ଯଦି ବାଲାନ୍ସ ନ ରହିବ, କ୍ୟାଲସିୟମ ଠିକ୍ ଠାକ୍ ନ ରହିଲେ ସିଏ ମେଟାବଲିଜିମରେ ଗଡ଼ବଡ଼ କରିବ। ତ ସେଇଥିପାଇଁ ମାଇଟୋକଣ୍ଡ୍ରିଆ ଭିତରେ ଯୋଉ ଜିନିଷଟା ବାଲାନ୍ସ ଥାଏ ସେଇଟା ହେଉଛି କ୍ୟାଲସିୟମ। Ca2+ ଲେଖା ଥାଏ, ଦେଖିବେ ବହୁତ ଜାଗାରେ। Heat production and many biosynthetic pathway। ଇଏ ତାପ ମଧ୍ୟ ଉତ୍ପନ୍ନ କରେ। ଯେତେବେଳେ ଏନର୍ଜି ଉତ୍ପନ୍ନ ହୁଏ, ତା ସହିତ ତାପ ଉତ୍ପନ୍ନ ହୁଏ। ଏଇଟା ସାଧାରଣ ଜିନିଷ, ଏଇଟା ଏଟିପିରୁ ହିଁ ବାହାରିଥାଏ। ଗଲା ବାୟୋସିନ୍ଥେସିସ୍ ପାଥୱେ। ଏଇଟା ବହୁତ ବହୁତ ପ୍ରକାର ସିନ୍ଥେସିସ୍ କରିଥାଏ, ତ ସେଇଥିପାଇଁ ଏକୁ ବାୟୋସିନ୍ଥେସିସ୍ ପାଥୱେ
ମଧ୍ୟ କୁହାଯାଏ ବୋଲି ଏ ବହୁତ ପ୍ରକାର କେମିକାଲ ସିନ୍ଥେସିସ୍ କରେ। ଦେନ୍ ନମ୍ବର ଆଣ୍ଡ ସେପ୍ ଚେଞ୍ଜେସ୍ ଆକର୍ଡିଂ ଟୁ ଏନର୍ଜି ଡିମାଣ୍ଡ ଆଣ୍ଡ ସେଲ୍ ଟାଇପ୍। ଏଇ ଜିନିଷଟା ମନେ ରଖିବେ ଯେ ଗୋଟେ କୋଷ ଭିତରେ ମଣିଷର କୋଷ ମନେ କରନ୍ତୁ ହ୍ୟୁମାନ ସେଲ୍। ହ୍ୟୁମାନ ସେଲ୍ ଭିତରେ ଯଦି ଆପଣ ଚାହିଁବେ ମାଇଟୋକଣ୍ଡ୍ରିଆର ସଂଖ୍ୟାକୁ ବଢେଇ ପାରିବେ, କମେଇ ପାରିବେ। ଏଇଟା କଣ ସମ୍ଭବ? ହଁ ସମ୍ଭବ। ଗୋଟେ ଜିମ୍ ଯାଉଛନ୍ତି ଲୋକଟେ ସିଏ ଡେଲି କଣ କରୁଛି? ଏକ୍ସରସାଇଜ କରୁଛି। ସିଏ କଣ କରୁଛି? ତା ଶରୀରରେ ଏନର୍ଜି ତାକୁ ଦରକାର ପଡେ ଅଧିକ। ସେଇ ଏନର୍ଜିଟା ଆସିବ କୋଉଠି? ଏଟିପିରୁ। କିନ୍ତୁ ତା ଶରୀରରେ ଯଦି କମ ସଂଖ୍ୟକ ମାଇଟୋକଣ୍ଡ୍ରିଆ ଥାଏ ତାହେଲେ କମ ସଂଖ୍ୟକ ଏଟିପି ରହିବ। କମ ସଂଖ୍ୟକ ଏଟିପି ହେଲେ ଏନର୍ଜି ସଫିସିଏଣ୍ଟ ମିଳିବନି। ସେତେବେଳେ କଣ ହୁଏ? ମାଇଟୋକଣ୍ଡ୍ରିଆର ଡିଭିଜନ ହୁଏ। ସବୁବେଳେ ଜାଣି ରଖିବେ ମାଇଟୋକଣ୍ଡ୍ରିଆ ଶୂନ୍ୟରେ ତିଆରି ହୁଏ ନାହିଁ। ମାଇଟୋକଣ୍ଡ୍ରିଆରୁ ହିଁ ମାଇଟୋକଣ୍ଡ୍ରିଆ ତିଆରି ହୁଏ। ମାଇଟୋକଣ୍ଡ୍ରିଆ ଭିତରେ ଡିଭିଜନ ହୁଏ। ମାଇଟୋକଣ୍ଡ୍ରିଆ ଡିଭିଜନ ହେଇକି ନୂଆ ମାଇଟୋକଣ୍ଡ୍ରିଆ ତିଆରି କରେ। ମାଇଟୋକଣ୍ଡ୍ରିଆ ନମ୍ବର ବଢେ। ସେଇ ଲୋକଙ୍କର ଏଟିପି ସଂଖ୍ୟା ବି ବଢିଯାଏ ମାଇଟୋକଣ୍ଡ୍ରିଆ ଭିତରେ। ସେଇ ଲୋକଟା ବହୁତ ଏନର୍ଜି ପାଏ କାମ କରିବା ପାଇଁ। ଏବେ କଥା ହଉଛି କମିବ କୋଉ କ୍ଷେତ୍ରରେ? ସେମ୍ ପର୍ସନ ଯଦି ଆଉ ଥରେ ବସି ପଡିବେ ଘରେ 3-4 ମାସ 6 ମାସ ବର୍ଷେ ଧୀରେ ଧୀରେ ତାର ଯେତେବେଳେ ଇଫିସିଏନ୍ସି କାମ କରିବାର ମାନେ ଟାଇମିଂ ଟା କମିଯିବ, ଏନର୍ଜି ୟୁଟିଲାଇଜିଂ ଟା କମିଗଲେ ଧୀରେ 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 ତା ଶରୀର ମାଇଟୋକଣ୍ଡ୍ରିଆ ମଧ୍ୟ ନଷ୍ଟ ହେବାରେ ଲାଗିବ, କମିବାରେ ଲାଗିବ। ସେଇଥିପାଇଁ ଗୋଟେ ଜିନିଷ ସବୁବେଳେ ଲକ୍ଷ୍ୟ କରେ, ଯୋଉମାନେ ଫିଜିକାଲି ଆକ୍ଟିଭିଟି କରନ୍ତି ସେମାନଙ୍କର ଶରୀରରେ ଏନର୍ଜି ବହୁତ ହାଇ ଥାଏ। ଯୋଉମାନେ ସାଧାରଣତଃ ଗୋଟେ ଲକ୍ସରୀ ଲାଇଫ ବା କିଛି କାମ ନ କରିକି ରୁହନ୍ତି ସେମାନେ କମଜୋର ଥାଆନ୍ତି। କଥା ହଉଛି କମଜୋର ଏଇଥିପାଇଁ ତାଙ୍କ ଶରୀରରେ ମାଇଟୋକଣ୍ଡ୍ରିଆ ସଂଖ୍ୟା ହିଁ କମି ଯାଉଛି। ମାଇଟୋକଣ୍ଡ୍ରିଆ ସଂଖ୍ୟା କମିଗଲେ ଏନର୍ଜି କମ ଉତ୍ପନ୍ନ ହବ। ଏବେ ନେକ୍ସଟ ଦେଖନ୍ତୁ, ଏଇଠି ଅଛି ଏକ୍ସାମ ଲାଇନରେ କଣ ଅଛି? ମାଇଟୋକଣ୍ଡ୍ରିଆ କଣ ନା ଗୋଟେ ଡବଲ ଲେୟାର ମେମ୍ବ୍ରେନ ଦ୍ୱାରା ଗଠିତ ହେଇଛି। ଏଥିରେ ଯୋଉ ଇନର ଲେୟରଟା ଭିତରେ ଯୋଉ ଫୋଲ୍ଡ ହେଇକି ଭାଙ୍ଗ ଆକାର ଅଛି ତାକୁ କ୍ରିଷ୍ଟେ କୁହାଯାଏ। ତା ଭିତରେ ଯୋଉ ଫାଙ୍କା ସ୍ଥାନ ଅଛି ତାକୁ ମ୍ୟାଟ୍ରିକ୍ସ କୁହାଯାଏ। କାମ ହଉଛି ଏଟିପି ଉତ୍ପନ୍ନ କରିବ। ଆଉ ନିଜସ୍ୱ କଣ ଅଛି? ଓନ୍ ଡିଏନଏ ଅଛି। ଆଉ ଗୋଟେ କଣ ଅଛି? ନିଜସ୍ୱ 70S ରାଇବୋଜୋମ ଅଛି। ଏବେ କଥା ହଉଛି ମାଇଟୋକଣ୍ଡ୍ରିଆ ସାଧାରଣତଃ ଦେଖାଯାଏ କୋଉଠି? ୟୁକାରିଓଟିକ ସେଲରେ। ୟୁକାରିଓଟିକ ସେଲର ସାଇଟୋପ୍ଲାଜମରେ ଆପଣମାନେ ଦେଖିବାକୁ ପାଇବେ ରାଇବୋଜୋମ। କଣ ଦେଖିବାକୁ ପାଇବେ? ରାଇବୋଜୋମ। ଆଚ୍ଛା, ଯଦି ୟୁକାରିଓଟିକ ସେଲରେ ସାଇଟୋପ୍ଲାଜମରେ ରାଇବୋଜୋମ ଅଛି, କଣ ଏଇ ରାଇବୋଜୋମ ଆଉ ମାଇଟୋକଣ୍ଡ୍ରିଆ ଭିତରେ ଥିବା ରାଇବୋଜୋମ ସମାନ? ନା, ୟୁକାରିଓଟିକ ସେଲ ଭିତରେ ଯୋଉ ରାଇବୋଜୋମ ଥାଏ ସେଇଟା 80S ର ରାଇବୋଜୋମ ଥାଏ। ମାଇଟୋକଣ୍ଡ୍ରିଆ ଭିତରେ ଯୋଉ ରାଇବୋଜୋମ ଥାଏ ସେଇଟା ହଉଛି 70S ର ରାଇବୋଜୋମ। 70S ରାଇବୋଜୋମ ଦେଖାଯାଏ କୋଉଠି? ନା ପ୍ରୋକାରିଓଟିକ ସେଲରେ। ପ୍ରୋକାରିଓଟିକ ସେଲ ଯେମିତିକି ଆପଣଙ୍କର ବ୍ୟାକ୍ଟେରିଆ ଅଛି, ମାଇକୋପ୍ଲାଜମ ଅଛି, ବ୍ଲୁ ଗ୍ରୀନ ଆଲଜି ଅଛି, ଏସବୁରେ ଯୋଉ ଦେଖାଯାଏ, ଏସବୁରେ କଣ ଦେଖାଯାଏ? 70S ରାଇବୋଜୋମ। ଏବେ କଥା ହଉଛି, ଯେମିତି ଗୋଟେ ବ୍ୟାକ୍ଟେରିଆ ପ୍ରୋଟିନ ସିନ୍ଥେସିସ୍ କରେ, ସେମିତିଆ ମାଇଟୋକଣ୍ଡ୍ରିଆ ମଧ୍ୟ ପ୍ରୋଟିନ ସିନ୍ଥେସିସ୍ କରେ। ସିଧା ଭାଷାରେ କହିବାକୁ ଗଲେ ମାଇଟୋକଣ୍ଡ୍ରିଆ ଭିତରେ ଥିବା ରାଇବୋଜୋମର ପ୍ରୋଟିନ ପ୍ରୋଡକ୍ସନ similar to protein production of a bacteria or a prokaryotic cell। ତ ଏତିକି ହଉଛି ଗୋଟେ ମାଇଟୋକଣ୍ଡ୍ରିଆ ବିଷୟରେ। ଦେନ୍ ଚାଲନ୍ତୁ କଣ ଅଛି ଦେଖିବା। ହିଷ୍ଟୋରିକ ଡେଭଲପମେଣ୍ଟ। ମାଇଟୋକଣ୍ଡ୍ରିଆ କେବେ କଣ ଆବିଷ୍କାର ହେଇଥିଲା? ଆକୁ ପ୍ରଥମେ କଣ ନା ଡିସ୍କଭରି କରିଥିଲେ, ଗୋଟେ ଦେଖିଲେ ଯେ ଗୋଟେ ଯୋଉ କୋଷ ଅଛି, କୋଷ ଭିତରେ ଛୋଟିଆ ଦାନା ଭଳିଆ ଦେଖାଗଲା ଆରମ୍ଭରେ। ସେଇ ଦାନାଟା ଆବିଷ୍କାର ହେଇଥିଲା 1850 ମସିହାରେ ଆଲବର୍ଟ ଭନ କୋଲିକର ସେ ଦେଖିଥିଲେ। ବଟ ଏହାର କିଛି ନାମ ରଖିଲେ ନାହିଁ। ତାପରେ ଆସିଲା ରିଚାର୍ଡ ଆଲ୍ଟମ୍ୟାନ କଲ୍ଡ ସିମିଲାର ଷ୍ଟ୍ରକ୍ଚର ବାୟୋବ୍ଲାଷ୍ଟ ଆଣ୍ଡ ଲିଙ୍କ ଦେମ୍ ଟୁ ଭାଇଟାଲ ସେଲ ଆକ୍ଟିଭିଟି। ତାପରେ ଆଉ ଜଣେ ବ୍ୟକ୍ତି ଆସିଲେ ଯାହାର ନାମ ହଉଛି ରିଚାର୍ଡ ଆଲ୍ଟମ୍ୟାନ। ଇଏ ଆର ନାଁ ଦେଇଥିଲେ ବାୟୋବ୍ଲାଷ୍ଟ। ଯେତେବେଳେ ୟାର ବାୟୋବ୍ଲାଷ୍ଟ ନାଁ ଦେଇଥିଲେ, ଆଉ କଣ କହିଥିଲେ ନା ଇଏ ହଉଛି ଗୋଟେ ସେଲ ପାଇଁ ଭାଇଟାଲ ସେଲ ଆକ୍ଟିଭିଟି କରେ, ମାନେ ସେଲ ପାଇଁ ୟାର ଭୂମିକା ବହୁତ ଅଧିକ। କାହିଁକି ନା ସେ ଏଇଟା ଅବଜର୍ଭ କରିଥିଲେ, ସେଲର ଯେତେ ସବୁ ଫଙ୍କସନ ହଉଛି, ଆକ୍ଟିଭିଟି ହଉଛି, ତା ପାଇଁ ମାଇଟୋକଣ୍ଡ୍ରିଆ ହିଁ ଏନର୍ଜି ଦେଇଥାଏ।
तापर जड़े व्यक्ति आसछन जो 1898 मसीह 1898 आपनका पाई एई दुईटा पॉइंट इंपोर्टेंट नुह बट एई पॉइंटटा बहुत इंपोर्टेंट कौन ना कार्ल बेंडा 1898 मसीह आसिकी कहार नामकरण करथिले माइटोकॉन्ड्रिया रो नामकरण करथिले ता माने जदि केही पचारे माइटोकॉन्ड्रिया नामकरण किए देई करथिले ना से होची कार्ल बेंडा केते मसीह 1898 मसीह तापर वारबर्ग एंड लेटर बायोकेमिस्ट कनेक्टेड माइटोकॉन्ड्रिया विथ सेलुलर रेस्पिरेशन एंड एटीपी फॉर्मेशन देखंतु कथा होची ये भी नाम देइथिला कार्ल बेंडा भी नाम देइथिला रिचर्ड आल्टमैन भी नाम देइथिला कार्ल बेंडा भी नाम देइथिला बट आल्टमैन रो नाम बायोब्लास्ट रहिला नाही रहिला कहार माइटोकॉन्ड्रिया कार्ल बेंडा रो का रहिबार कारण कोन ए कार्ल बेंडा देइथिला माइटोकॉन्ड्रिया शब्दटाकू ही परवर्ती अवस्थार गवेषक माने वैज्ञानिक माने व्यवहार करिसंती सेइथिपई सेइटा ही फेमस हेइ जाइछि किंतु समान जिनसर समान ना जणे बायोब्लास्ट देइथिला किंतु सेटा फेमस हेइ पाइला नाही किंतु समान जिनसर ना दिएथिला दिए आउ थरे कार्ल बेंडा जतले देले 1898 मसीहा रे सेटा फेमस हेइ गला कारण कोन ता परे ए सब वैज्ञानिक कोन करूचंती एई ना को व्यवहार करिसंती फास्ट आगु जेतले आविष्कार हेइथिला कोन ना गोटे ग्रानुल्स दाना हिसाब रे आविष्कार हेइथिला कहले ना गोटे दानाटे देखा गला तापरे से माने ये बुझी पाइले जे एई जो छोटिया दानाटे अछि से होउची एनर्जी कन्वर्टिंग ऑर्गेनेल्स एई जो छोटिया दाना जाहाकू कार्ल बेंडा ना देइथिले माइटोकॉन्ड्रिया आकू की काम रे व्यवहार करा जाय एनर्जी कन्वर्ट करिबारे व्यवहार करा जाय प्रथमे तापरे एठी देइछि सेई डायग्राम टा दिया हेइछि कोलिकर फास्ट याकू ग्रानुल्स बोली आविष्कार करथिले आल्टमैन आकू बायोब्लास्ट ना देइथिले कार्ल बेंडा आर ना माइटोकॉन्ड्रिया देइथिले एई माइटोकॉन्ड्रिया शब्दटाकू जेतेबेले रेस्पिरेशन विषय रे एक्सप्लेनेशन करूथिले वारबर्ग सेतेबेले एई वारबर्ग देखिले जे जो रेस्पिरेशन एनर्जी आछि माइटोकॉन्ड्रिया रु सेतेबेले ए कार्ल बेंडार नामटा माइटोकॉन्ड्रिया को व्यवहार करथिले तो सेइथिपाई से एई माइटोकॉन्ड्रियाटा धीरे धीरे प्रचलन रे आसी जाइछि किंतु बायोब्लास्ट आउ आसी पाइला नाही नेक्स्ट देखंतु अकरेंसी नंबर एंड शेप जदि नंबर कथा कहिबे जोटा कि मु ऑलरेडी कहि सारिछि शेप आपण देखिचंती आ अकरेंसी कोठी थाए साइटोप्लाज्म रे थाए हेले आउ टिके देखिदेबा कोन हाईली एक्टिव सेल्स सच एज मसल्स लिवर किडनी ट्यूबल्स एंड स्पर्म मिडपीस कंटेन मेनी माइटोकॉन्ड्रिया आपणकर जदि मने अछि गोटिए स्पर्म रे हेड थाए मिडिल पीस थाए टेल थाए जो मिडिल पीस अछि सेडी माइटोकॉन्ड्रिया भर्ती हेकी थाए एई माइटोकॉन्ड्रिया ताको मूव करिवारे शक्ति दिए से तार मूव केमती करे ना ता लांज को एपट सेपट डाहाण बाम करिकि से मूव करे तो स्पर्म जेतेबेले गोटे फीमेल रो शरीर भितरे मूव करे से मूवमेंट को कुआ जाय व्हिपलैश मूवमेंट मने रखिबे एई जिंसटा जे स्पर्म किपरि भाबरे मूव करे ओभुम जाय सेई मूवमेंट को कुआ जाय व्हिपलैश मूवमेंट ओके तापर एई जो स्पर्म अछि स्पर्म रो मिड पीस रे थाई कोन माइटोकॉन्ड्रिया थाई किडनी रो ट्यूबुल रे थाई मसल्स रे थाई लिवर रे थाई सीधा कथा कहबा को गले प्राय सब प्रकार सेल रे थाई थाई नाई कोउठी प्रश्न होउची को प्रकार सेल्स रे माइटोकॉन्ड्रिया न थाई सेटा होउची आरबीसी रे माइटोकॉन्ड्रिया न थाई जो मैच्योर mammalian nervous lack mitochondria so they depend on anaerobic glycolysis तो जोठी माइटोकॉन्ड्रिया अछि सेठी एरोबिक ग्लाइकोलिसिस एरोबिक रेस्पिरेशन हुए जोठी माइटोकॉन्ड्रिया नाही सेठी एनाएरोबिक ग्लाइकोलिसिस होउची बा एनाएरोबिक रेस्पिरेशन हुए यार शेप मे बी रॉड लाइक फिलामेंटस ओवल और ब्रांच ताको देखिबा को रॉड लाइक भी हेई पारे फिलामेंटस हेई पारे ओवल हेई पारे ब्रांच हेई पारे आ इटा कोन करे गोटे डायनामिक नेटवर्क से तैयारी करे mitochondrial distribution is controlled by cytoskeleton and motor proteins mitochondria रो डिस्ट्रीब्यूशन टा किए कंट्रोल करे साइटोस्केलेटन आउ मोटर प्रोटीन जो प्रोटीन अछि से
ପ୍ରୋଟିନ୍ କୁ ମୁଭ୍ କରେଇବାରେ ସାହାଯ୍ୟ କରେ। କୋଷର ଷ୍ଟ୍ରକ୍ଚରଟା ହିଁ ସ୍କେଲିଟାଲ ଷ୍ଟ୍ରକ୍ଚରଟା ହିଁ ତାକୁ ଡିସାଇଡ୍ କରିବ ଯେ ମାଇଟୋକଣ୍ଡ୍ରିଆ କୋଉଠି ରହିବ। ତାପରେ ଆହୁରି ଗୋଟେ ପଏଣ୍ଟ ଏଇଠି ଦେଖନ୍ତୁ, ଯଦି ଗୋଟିଏ ବ୍ୟକ୍ତିକୁ ଅଧିକ ଶକ୍ତି ଦରକାର ତାହେଲେ ତା ଶରୀରରେ କଣ ହବ? ମାଇଟୋକଣ୍ଡ୍ରିଆ ବଢିବ। ମାଇଟୋକଣ୍ଡ୍ରିଆ ଭିତରେ ଯୋଉ ଇନର ଲେୟର ଅଛି, ଇନର ଲେୟର ଭିତରେ ଯୋଉ ଭିତରକୁ ଫୋଲ୍ଡ ହେଇଯାଏ କ୍ରିଷ୍ଟେ, ସେ କ୍ରିଷ୍ଟେ ବଢିବ। ତା ମାନେ ସିଧା କଥା ଏଇଟା ମାଇଟୋକଣ୍ଡ୍ରିଆ ଆଉଟର ଲେୟର, ଏଇ ଯୋଉ ଇନର ଲେୟର ର କଣ ହବ? ଫୋଲ୍ଡ ଗୁଡାକ ବଢିଯିବ। କେତେବେଳେ ବଢିବ? ଯେତେବେଳେ ଗୋଟେ ଲୋକକୁ ଅଧିକ ଏନର୍ଜି ଦରକାର ପଡିବ, କ୍ରିଷ୍ଟେ ବଢିଯିବ, ମାଇଟୋକଣ୍ଡ୍ରିଆ ବି ବଢିବ, ମାଇଟୋକଣ୍ଡ୍ରିଆର ଇନର ଲେୟରର ଫୋଲ୍ଡ ବି ଭିତରକୁ ଅଧିକ ବଢିଯିବ। ତାହେଲେ ସେ କଣ ହବ? କାର୍ଯ୍ୟ ସମୟରେ ଅଧିକ ଶକ୍ତି ଦେଇପାରିବ, ଅଧିକ ଏଟିପିକୁ ସେ ଜମା ରଖିପାରିବ। Ultra structure of mitochondria, outer membrane surrounded the organelles and contains porine channel। ଏବେ ହଉଛି କଥା ଯେ ଏତେ ସମୟ କୁହା ହେଇଛି ମାଇଟୋକଣ୍ଡ୍ରିଆ ଭିତରେ 70S ରାଇବୋସୋମ ଅଛି, DNA ଅଛି, କ୍ୟାଲସିୟମ ଆୟନ ଅଛି। ଏଗୁଡାକ ଯୋଉ ଅଛି ମାଇଟୋକଣ୍ଡ୍ରିଆ ଭିତରେ ଗଲା କେମିତି? ଯୋଉ ରାସ୍ତା ଦେଇକି ଯାଏ ତାକୁ କୁହାଯାଏ ପୋରିନ୍ ଚ୍ୟାନେଲ। ଏଇ ଜିନିଷଟା ମନେ ରଖିବା ଇମ୍ପୋର୍ଟାଣ୍ଟ ଏକ୍ସାମ ପଏଣ୍ଟ ଅଫ ଭ୍ୟୁ ରୁ ଯେ ମାଇଟୋକଣ୍ଡ୍ରିଆ ଭିତରେ ଯୋଉ ମଲିକ୍ୟୁଲ ଗୁଡାକର ଆଦାନ ପ୍ରଦାନ ପାଇଁ ଯୋଉ ରାସ୍ତା ଥାଏ, ଯୋଉ ଚ୍ୟାନେଲ ଥାଏ, ତାର ନାମ କଣ? ସେଟା ହଉଛି ପୋରିନ୍ ଚ୍ୟାନେଲ। ଆଉ ଇଣ୍ଟରମେମ୍ବ୍ରେନ୍ ସ୍ପେସ୍ ପାର୍ଟିସିପେଟ୍ ଇନ୍ ପ୍ରୋଟନ୍ ଆକ୍ୟୁମୁଲେସନ୍ ଡ୍ୟୁରିଂ ରେସ୍ପିରେସନ୍। ଯେତେବେଳେ ରେସ୍ପିରେସନ୍ ହୁଏ, ରେସ୍ପିରେସନ୍ ବେଳେ କଣ କରେ? ଇଲେକ୍ଟ୍ରନ୍ ଟ୍ରାନ୍ସପୋର୍ଟ ଚେନ୍ ଟାଇମରେ ଯୋଉ ପ୍ରୋଟନ୍ ଗୁଡାକ କିଏ କଲେକ୍ସନ କରେ? ନା ଇଣ୍ଟରମେମ୍ବ୍ରେନ୍ କଲେକ୍ସନ କରେ। Inner membrane folds into crystal and holds electron transport chain complex plus ATP synthase। ଆଉ ଏଇ ଯୋଉ ଇନର ମେମ୍ବ୍ରେନ୍ ହିଁ କଣ ରଖିଥାଏ? ନା ଆପଣଙ୍କର ଏଟିପି ସିନ୍ଥେସିସ୍ ରଖିଥାଏ। ସେଇ ଯୋଉ ପ୍ରୋଟନକୁ ଧରିକି ଏଟିପି ସିନ୍ଥେସିସ୍ ଦେଇକି ପାସ୍ କରିକି ସେ କଣ କରେ? ଏଟିପି ଉତ୍ପନ୍ନ କରେ। କିଏ ଏଟିପି ଉତ୍ପନ୍ନ କରେ? ନା ଇନର ମେମ୍ବ୍ରେନର କ୍ରିଷ୍ଟେରେ ଥିବା ଏଟିପି ସିନ୍ଥେସ୍ କଣ କରେ? ଆପଣଙ୍କର ପ୍ରୋଟନକୁ ଧରିକି ଏଟିପିରେ ପରିଣତ କରେ। ଏଇ ଯୋଉ ମାଇଟୋକଣ୍ଡ୍ରିଆ ଅଛି, ୟାର ଭିତରେ ଯୋଉ ମ୍ୟାଟ୍ରିକ୍ସ ଅଛି, ମ୍ୟାଟ୍ରିକ୍ସରେ କି ସାଇକେଲ ହୁଏ? କ୍ରେବସ୍ ସାଇକେଲ ହୁଏ। କ୍ରେବସ୍ ସାଇକେଲ ଏନଜାଇମ୍ ଥାଏ। ଆଉ ସାର୍କୁଲାର ଡିଏନଏ ଅଛି, ଆରଏନଏ ଅଛି, ରାଇବୋସୋମ ଅଛି, and ଗ୍ରାନୁଲ୍ସ ଅଛି। ଏ ସବୁ ଜିନିଷ ଥାଏ କୋଉଠି? ନା ମାଇଟୋକଣ୍ଡ୍ରିଆ ମ୍ୟାଟ୍ରିକ୍ସରେ। ତ ମେମ୍ବ୍ରେନ୍ ଆଣ୍ଡ କମ୍ପାର୍ଟମେଣ୍ଟ କଣ? ମେମ୍ବ୍ରେନ୍ ଅଛି ନା ଗୋଟେ ଜିନିଷ କୁହାଯାଇଛି ନା ପୋରିନ୍ସ ଚ୍ୟାନେଲ ଅଛି। ଗୋଟେ କଣ ଅଛି ନା ମାଇଟୋକଣ୍ଡ୍ରିଆର ଆଉଟର ମେମ୍ବ୍ରେନରେ ଯୋଉ ଚ୍ୟାନେଲ ବା ରାସ୍ତା ଅଛି, ଯାହା ମଧ୍ୟ ଦେଇକି ଆପଣଙ୍କର ବାହାରର ଆବଶ୍ୟକ ପଦାର୍ଥ ମାଇଟୋକଣ୍ଡ୍ରିଆ ଭିତରକୁ ଯାଇଥାଏ, ତାକୁ କଣ କୁହାଯାଏ? ପୋରିନ୍ସ କୁହାଯାଏ। ଇନର ମେମ୍ବ୍ରେନରେ ଅଛି କଣ? ଗୋଟେ ପ୍ରକାର ଫସ୍ଫୋଲିପିଡ, ଯୋଉଟା କି ମାଇଟୋକଣ୍ଡ୍ରିଆରେ ସେ ଫସ୍ଫୋଲିପିଡକୁ କୁହାଯାଏ କାର୍ଡିଓଲିପିନ। କଣ କୁହାଯାଏ? କାର୍ଡିଓଲିପିନ। ଏଇ କାର୍ଡିଓଲିପିନ କଣ କରେ? ନା ଏନର୍ଜିକୁ ଟ୍ରାନ୍ସଫର କରେ ମେମ୍ବ୍ରେନ ଦେଇକି। ଏଇ କାର୍ଡିଓଲିପିଡ ଏନର୍ଜିକୁ ଟ୍ରାନ୍ସଡ୍ୟୁସିଂ ମାନେ ହଉଛି ଏନର୍ଜିକୁ କନଭର୍ଟ କରିବା, ଟ୍ରାନ୍ସଫର କରିବା। କାହା ମଧ୍ୟ ଦେଇକି? ଏଇ ଯୋଉ ଇନର ଲେୟର ଦେଇକି। ତାପରେ କଣ? ନା କ୍ରିଷ୍ଟେ ଇନକ୍ରିଜ ସର୍ଫେସ ଏରିଆ ଫର ଇଲେକ୍ଟ୍ରନ ଟ୍ରାନ୍ସପୋର୍ଟ ଆଣ୍ଡ ଏଟିପି ସିନ୍ଥେଜ। ଆଉ ଯୋଉ ଇନର ମେମ୍ବ୍ରେନ୍ ଅଛି, ସେଥିରେ ଯୋଉ କ୍ରିଷ୍ଟେ ଅଛି, କ୍ରିଷ୍ଟେ ମାନେ ସିଧା କଥା ଇନର ମେମ୍ବ୍ରେନ୍ ଯୋଉ ଭିତରକୁ ପଶି ପଶି ଯାଇଛି, ସେଇ ପଶିଥିବା ଭାଗକୁ ହିଁ କ୍ରିଷ୍ଟେ କୁହାଯାଏ। ପ୍ରତି ଫୋଲ୍ଡକୁ କ୍ରିଷ୍ଟେ କୁହାଯାଏ। ସେଇଠି କଣ ଅଛି? ଏଟିପି ସିନ୍ଥେଜ ନାମକ ଅଛି ଗୋଟେ ସିନ୍ଥେଜ ଅଛି, ବା ତାକୁ କଣ କୁହାଯାଏ? ବାହକ ଅଣୁ ମଧ୍ୟ କୁହାଯାଏ ଓଡିଆରେ। ସେ ଏଟିପି ସିନ୍ଥେସ କଣ କରେ? ପ୍ରୋଟନକୁ ପାସ୍ କରିକି ଯୋଉଥିରେ ପରିଣତ କରେ, ସେଇଟା ହଉଛି ଏଟିପି। Matrix provides the enzyme rich space for pyruvate oxidation, Krebs cycle and beta oxidation। ଏ ସବୁ ମ୍ୟାଟ୍ରିକ୍ସ ଯୋଗାଇଥାଏ। ତାପରେ କୌଣସି ଜିନିଷ ଯଦି ଗୋଟେ ମାଇଟୋକଣ୍ଡ୍ରିଆ ମଝି ଭିତରେ ପଶିବ, କେମିତି ପଶିବ? ଆଉଟର ମେମ୍ବ୍ରେନରେ ଅଛି ଆପଣଙ୍କର ପୋରିନ୍ ଚ୍ୟାନେଲ। ପୋରିନ୍ ଚ୍ୟାନେଲ ଦେଇକି ଆସିବ ଇନର ମେମ୍ବ୍ରେନ୍ ସ୍ପେସରେ। ଇନର ମେମ୍ବ୍ରେନ୍ ସ୍ପେସରୁ ଇନର ମେମ୍ବ୍ରେନକୁ ଯିବ। ଇନର ମେମ୍ବ୍ରେନରେ ଅଛି କାର୍ଡିଓଲିପିନ। କାର୍ଡିଓଲିପିନ ଗୋଟେ ପ୍ରକାର ଫସ୍ଫୋଲିପିଡ। ଏଇ କାର୍ଡିଓଲିପିନରୁ ହିଁ ପାସ୍ କରିକି ଯିବ କୋଉଠି? ଆପଣଙ୍କ ମ୍ୟାଟ୍ରିକ୍ସରେ ଯିବ। ତାପରେ ଆପଣଙ୍କର
ଗୋଟେ ମାଇଟୋକଣ୍ଡ୍ରିଆରେ କଣ ଥାଏ? କ୍ରେବ୍ସ ଏଞ୍ଜାଇମ୍ ଥାଉଛି, ଏମ୍ପଟି ଡିଏନଏ ଥାଉଛି, 70S ରାଇବୋସୋମ ଥାଉଛି, କ୍ୟାଲସିୟମ ବଫରିଂ ଥାଉଛି। ତ ଏ ସବୁ କ୍ରେବ୍ସ ସାଇକେଲ ମୁଁ ଅଲରେଡି କ୍ରେବ୍ସ ଏଞ୍ଜାଇମ୍ ଦ୍ୱାରା କ୍ରେବ୍ସ ସାଇକେଲ ହୁଏ ଅଲରେଡି ପଢା ହେଇଯାଇଛି। ତାପରେ ଡିଏନଏ ଥାଏ କହିସାରିଛି, 70 ରାଇବୋସୋମ ଏସବୁ ଥାଏ ବୋଲିକି ଅଲରେଡି କହିସାରିଛି। ଯଦି ଏଥିରେ କିଛି ବାକି ଅଛି ଆପଣ ଦେଖିଦେବେ, ଏଇଠି ଲେଖା ଅଛି ପଢିଦେବେ, ଅଲରେଡି ମୁଁ ଏସବୁ ବର୍ଣ୍ଣନା କରିସାରିଛି। ତାପରେ ଏଇଠି ଦେଖନ୍ତୁ ସେଲୁଲାର ରେସ୍ପିରେସନ ଓଭରଭ୍ୟୁ। ଆକ୍ଚୁଆଲି ସେଲୁଲାର ରେସ୍ପିରେସନ ବି ଆପଣଙ୍କୁ ରେସ୍ପିରେସନ ଚାପ୍ଟରରେ ପଢା ହୋଇଛି। ଯୋଉଟା କି କଣ ହୁଏ ନା ଫାଷ୍ଟ ହୁଏ ଗ୍ଲାଇକୋଲିସିସ୍ ହୁଏ କୋଉଠି ଆପଣଙ୍କର ସାଇଟୋସୋଲରେ। ସାଇଟୋସୋଲ ହଉଛି କଣ? ଗୋଟେ ସେଲ ଭିତରେ ଥିବା ତରଳ ପଦାର୍ଥ ୱିଦାଉଟ୍ ଅର୍ଗାନେଲ୍ସ। ଅର୍ଗାନେଲ୍ସ ମିଶିଗଲେ ତାକୁ ସାଇଟୋପ୍ଲାଜମ କହିବେ। ସିଏ କଣ ଉତ୍ପନ୍ନ କରିବ? ପାଇରୁଭେଟ ଉତ୍ପନ୍ନ କରିବ, ଏଟିପି ଉତ୍ପନ୍ନ କରିବ, ଏନଏଡିଏଚ୍। ତା ମାନେ ଗ୍ଲାଇକୋଲିସିସରେ କଣ ତିଆରି ହେବ? ପାଇରୁଭେଟ, ଏଟିପି, ଏନଏଡିଏଚ୍। ଏଇ ପାଇରୁଭେଟ କୋଉଠି ପ୍ରବେଶ କରିବ? ନା କ୍ରେବ୍ସ ସାଇକେଲରେ ପ୍ରବେଶ କରିବ। କ୍ରେବ୍ସ ସାଇକେଲ ହୁଏ କୋଉଠି? ନା ଆପଣଙ୍କ ମାଇଟୋକଣ୍ଡ୍ରିଆରେ। ମାଇଟୋକଣ୍ଡ୍ରିଆ ଆଣ୍ଡ ଇଜ କନଭର୍ଟେଡ ଏସିଟାଇଲ କୋଏଞ୍ଜାଇମ ଏ। ଇଏ କଣ କରିବ? ଏଇ ପାଇରୁଭେଟକୁ ଯୋଉଥିରେ ପରିଣତ କରିବ ସେଇଟା ହଉଛି ଏସିଟାଇଲ କୋଏଞ୍ଜାଇମ ଏ, ଯୋଉଟା ହଉଛି 2 କାର୍ବନ ମଲିକ୍ୟୁଲ। ଏଇ ଯୋଉ ଏସିଟାଇଲ କୋଏଞ୍ଜାଇମ ଏ କେତେ କାର୍ବନ ମଲିକ୍ୟୁଲ? 2 କାର୍ବନ। ଆଉ ଯୋଉ ପାଇରୁଭେଟ ଏଇଟା ହଉଛି 3 କାର୍ବନ ମଲିକ୍ୟୁଲ। ଏଥିରୁ କଣ ହବ? ଗୋଟେ କାର୍ବନ ବାହାରି ଯିବ କାର୍ବନ ଡାଇଅକ୍ସାଇଡ ଫର୍ମରେ। ତାପରେ ସିଏ କଣ ହବ ନା ଏସିଟାଇଲ କୋଏଞ୍ଜାଇମ ଏ ରେ ଯିବ। ଗଲା ପରେ ସେ ଉତ୍ପନ୍ନ କରିବ କ୍ରେବ୍ସ ସାଇକେଲରେ NADH ଆଉ FADH2। ତାପରେ ଇଲେକ୍ଟ୍ରନ ଟ୍ରାନ୍ସପୋର୍ଟ ଚେନ୍ ୟୁଜେସ୍ NADH FADH2 ଇଲେକ୍ଟ୍ରନ ଟୁ ପମ୍ପ ପ୍ରୋଟନ ଆଣ୍ଡ ଏଡିପିସେନ୍ସି। ତାପରେ କଣ ହବ? କ୍ରେବ୍ସ ସାଇକେଲ ପରେ ଏଇ ଇନର ମେମ୍ବ୍ରେନ ର ଗୋଟେ ସାଇକେଲଟେ ହବ ଯାହାକୁ ଇଲେକ୍ଟ୍ରନ ଟ୍ରାନ୍ସପୋର୍ଟ ଚେନ୍ କହିବ। ଇଏ କଣ କରିବ? ପ୍ରୋଟନକୁ ଇଲେକ୍ଟ୍ରନ ପ୍ରୋଟନକୁ ପାସ୍ କରିକି ସେ ତିଆରି କରିବ କଣ ନା ଏଟିପି ତିଆରି କରିବ ଆଉ ପାଣି ତିଆରି କରିବ। ତାପରେ ଯୋଉ ଇଲେକ୍ଟ୍ରନ, ଏଇଟା ତ ପ୍ରୋଟନ ତିଆରି କରିବ ଏଟିପି। ଯୋଉ ଇଲେକ୍ଟ୍ରନ ଥାଏ ତାର ଫାଇନାଲ ଆକ୍ସେପ୍ଟର ହଉଛି କଣ ନା ଅକ୍ସିଜେନ। ଏଇ ଇଲେକ୍ଟ୍ରନକୁ ଫାଇନାଲି ଅକ୍ସିଜେନ ଗେନ୍ କରିକି କଣ କରିବ? ଗୋଟେ ଗ୍ୟାସ ଆକାରରେ ଉଡିଯିବ ଆଉ without O2 the electron transportation slow and ATP production falls sharply। ଆଉ ଯଦି ଇଲେକ୍ଟ୍ରନ ଅକ୍ସିଜେନ ନ ସପ୍ଲାଏ ହେଲା କଣ ହବ ନା ଆପଣଙ୍କ ଇଲେକ୍ଟ୍ରନ ଟ୍ରାନ୍ସପୋର୍ଟ ଚେନ୍ ବନ୍ଦ ହେଇଯିବ। ଓକେ, ଗୋଟେ ଜିନିଷ ତାପରେ କହିଛି କଣ ନା ମିଟୋଫେଜି ରିମୁଭ୍ସ ଡ୍ୟାମେଜ୍ ମାଇଟୋକଣ୍ଡ୍ରିଆ। ଯେତେବେଳେ ଗୋଟେ ଲୋକଙ୍କର କୌଣସି କାମ ନାହିଁ, ଖାଲି ବସି ବସି ରହୁଛି, ଖାଉଛି, ଶୋଉଛି, ଅଫିସିଆଲ ଆକ୍ଟିଭିଟିରେ ବ୍ୟସ୍ତ ଥାଉଛି, ସେଇ ସମୟରେ ତା ଶରୀରରେ ଯୋଉ ଏକ୍ସେସ୍ ଡିଏ ମାଇଟୋକଣ୍ଡ୍ରିଆ ଥିବ, ସେ ମାଇଟୋକଣ୍ଡ୍ରିଆ ନଷ୍ଟ କରିବା ପାଇଁ ଯୋଉ ପ୍ରୋସେସଟା ହୁଏ ତାକୁ କୁହାଯାଏ ମାଇଟୋଫାଜି। ଜିନିଷଟା ମନେ ରଖିବେ ଯେ ଯେକୌଣସି ଜୀବ ଶରୀରରେ ମାଇଟୋକଣ୍ଡ୍ରିଆ ନଷ୍ଟ କରିବାର ପ୍ରୋସେସକୁ ମାଇଟୋଫେଜି କୁହାଯାଏ। ବା କୌଣସି ମାଇଟୋକଣ୍ଡ୍ରିଆ ଡ୍ୟାମେଜ ହେଇଗଲେ ତାକୁ ନଷ୍ଟ କରିବାର କାମକୁ କଣ କୁହାଯାଏ? ମାଇଟୋଫେଜି କୁହାଯାଏ। ତ ମୋ ଭିଡିଓରେ ଏତିକି ଥିଲା। ମୋ ଭିଡିଓ ଯଦି ଆପଣଙ୍କୁ ଭଲ ଲାଗେ ପ୍ଲିଜ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ କରନ୍ତୁ। ଥ୍ୟାଙ୍କ୍ସ ଫର ୱାଚିଂ।